ଏତେ କ'ଣ ପକେଇଛୁ? ଏଥିରେ ଖଟା ଲଙ୍କା ଧନିଆ ପତ୍ର ପିଆଜ ସବୁ ପଡ଼ିକି ବଘରା ହେବ ଓଲୁଅ। ପିଆଜ କଞ୍ଚା ଲଙ୍କା ଏଇଟା ଆମ୍ବୁଲ ଏଠି ଦେଖିପାରୁଥିବେ ଆଜି ଆମର କୋଶଳା ଶାଗ ମୁଗ ସାରୁ ବିନ୍ସ ସବୁ ବାଇଗଣ ପଡ଼ିକି ଏଇଟା ସନ୍ତୁଳା ଟାଇପ୍ର ହେଉଛି। ଦେଖିପାରୁଥିବେ ଏଠି ଶାଗ ପକା ହେଇଯାଇଛି ରସୁଣ ଛୁଙ୍କା ହେଇକି ଫୁଟଣ ଦିଆହେଇଛି ତେଲ ଦିଆସାରିଲା ପରେ ସବୁ ଏମିତି ଭଜା ହେଉଛି। ତାପରେ ସ୍ୱାଦ ଅନୁସାରେ ଲୁଣ ଦିଆହେଇଗଲା। ପରିବା ସିଝାରେ ଡାଲିରେ ମୁଗ ଡାଲିରେ ସବୁ ମିକ୍ସ କରିକି ସିଝା ହେଇଥିଲା ସେଥିରେ ଲୁଣ ହଳଦୀ ଟିକେ ପକା ହେଇଛି। ଆଉ ଏଇଟାକୁ ଭଲସେ ଭଜା ହେବ। ତ କୋଶଳା ଶାଗରୁ ତ ପାଣି ବାହାରେ। ତ ଦେଖିପାରୁଥିବେ ଶୁଖିଲା ଶୁଖିଲା ଆମର ପରିବାଟା ଏଇଟା ସିଝା ହେଇଛି ଆଳୁ ସାରୁ ଆଉ ଏଇଟା ଆମର ଶିମ୍ବ ଆଉ ବିନ୍ସ ଆଉ ବାଇଗଣ ଶାଗକୁ ଭଲସେ ସିଝା ହେଇଯାଇଛି। ତାପରେ ଶାଗ କଟା ହେଉଛି ଅଳ୍ପ ଅଳ୍ପ ପୁଣି ପଡ଼ୁଛି ଏଥିରେ ଆସିକି। ତ ଏଠି ମୁଁ ଭାଜି ଦେଉଛି ଟିକେ ହାଲକା ଭାବରେ। ତ ଆହୁରି ଶାଗ କଟା ଚାଲିଛି ବୋଉ ଶାଗ କାଟୁଛି। ଆଉ ଶୀତ ଦିନେ ନା ପଖାଳ ଖାଇବାକୁ ଟିକେ ଶାଗର ନିହାତି ଦରକାର। ଯେହେତୁ ଏ ସିଜନରେ ମିଳୁଛି କୋଶଳା ଶାଗଟି ଆଉ ଖରା ହେଇଗଲେ ମିଳିବନି। ତ ସେଥିପାଇଁ ମିଳୁଛି କ'ଣ ଆମ ବାଇରେ ହେଉଛି ଏଇଟା ଶୀତ ଦିନରେ କୋଶଳା ଶାଗ ହୁଏ ବାରିମାନଙ୍କରେ। ତ ସେଇଟା ଲାଲ କଲର ଆଉ ମିଶାମିଶି ଅଳ୍ପ ଗୋଟେ ଅଛି କିନ୍ତୁ ଲାଲ ବେଶୀ ଅଛି ଲାଲ କଲର ଶାଗ। ତାକୁ ଏଠି ଦେଇକି ଭଲସେ ଟିକେ ଭାଜିଦେବା ସେଥିରୁ ପାଣି ବାହାରିବ। ତ ଏପଟ ସେପଟ କରିକି ଏମିତି ସାଇଡ଼ରେ ରଖିଦେଲେ ପାଣିଟା ବାହାରି ଗଲେ ତ ଜାଳ ଦେଇଦେବା ଜୋରେ ଦେଇକି ତାକୁ ସାରୁ ଆଳୁ ଯେଉଁ ମୁଗ ଡାଲି ସିଝା ହେଇଥିଲା ତାକୁ ଦେଇଦେବା। ତାକୁ ଦେଇକି ଭଲ ଭାବେ ଘଣ୍ଟା ଘଣ୍ଟି କରିଦେଲେ ହେଇଯିବ ଆମର ଶାଗ ମୁଗ ସନ୍ତୁଳା। ତ ଚାଲନ୍ତୁ ପଖାଳ ଖାଇବା ଏବେ ହେଇଗଲେ ତ ସଇଲାଣି ରୋଷେଇ ଏବେ। ତ ଶୀତ ଦିନେ ସମସ୍ତଙ୍କୁ ଭଲ ଲାଗେ କି ନ ଲାଗେ ପଖାଳ କିନ୍ତୁ ଆମର ସବୁଦିନ ପଖାଳ ଶୀତ ବର୍ଷା ଖରା ତ ସବୁଦିନ ପଖାଳ। ତ ଏଇଟା ଦେଖିପାରୁଥିବେ ଏମିତି ସବୁ ମିକ୍ସ କରିଦେବେ ବଢ଼ିଆ ଦେଖାହେଉଛି କଲରଫୁଲ୍ ପୁରା ଶାଗଟା ଦେଖାହେଉଛି। ଦେଖିପାରୁଥିବେ ଏମିତି ଘଣ୍ଟା ଘଣ୍ଟି ହେଲା ପରେ ହେଇଗଲା। ଯେହେତୁ ସାରୁଟା ପଡ଼ୁଛି ବହୁତ ଟେଷ୍ଟି ଲାଗୁଛି।